ମାମା, ଆମ ଘର ତ ବର୍ଷାରେ ଓଦା ହୋଇଯାଇଛି। ଆମେ ଏତେ ବର୍ଷାରେ କୋଉଠିକି ଯିବା? ହଁ ଲୋ ମା, ମୋ ପାଖରେ ଯଦି ଅନ୍ୟ ଚଢ଼େଇମାନଙ୍କ ପରି ଘର ଥାଆନ୍ତା ତାହେଲେ ଆମେ ସେଠି ଆରାମସେ ରହିଥାନ୍ତେ। ରାନୁ, ତୁ ଜମା ବ୍ୟସ୍ତ ହୋନା। ମୁଁ ଏଇ ପାଖରେ ଗୋଟେ ବଡ଼ ଗଛ ଦେଖିଛି। ଆମେ 3 ଜଣ ସେଠି ରହିବା ପାଇଁ ଗୋଟେ ଘର ତିଆରି କରିଦବା। ତାପରେ 3 ଜଣ ସେଇ ଗଛ ପାଖକୁ ଗଲେ। ସୋନୁ ଗଛ ପାଖକୁ ଯାଇ ସେଇ ଗଛରେ ଗୋଟିଏ ଘର ତିଆରି କରିଦେଲା। ତାପରେ ସେ 3 ଜଣ ସେଠି ଘର କରି ରହିଲେ। ବର୍ଷା ଅଧିକ ଜୋରରେ ହେଉଥାଏ। ରାତିରେ ସେ 3 ଜଣ ସେଇଠି ଶୋଇପଡ଼ିଲେ। ତା ପରଦିନ ସକାଳେ, ଆରେ ରାନୁ, ମୁଁ ଯାଉଛି ଖାଦ୍ୟ ଆଣିବା ପାଇଁ। ତମେ 2 ଜଣ ଏଇଠି ଥିବ। ସୋନୁ, ବର୍ଷା ଜୋର ହେଉଛି, ତମେ ଦୂରକୁ ଯିବ ନାହିଁ। ଏଇ ପାଖରୁ ଖାଦ୍ୟ ନେଇକି ପଳେଇ ଆସିବ। ଠିକ୍ ଅଛି ରାନୁ, ମୁଁ ଶୀଘ୍ର ଖାଦ୍ୟ ନେଇକି ଆସିବି। ସୋନୁ ଖାଦ୍ୟ ଖୋଜିବା ପାଇଁ ଗଲା। କିଛି ଦୂର ଗଲା ପରେ ତାକୁ ଗୋଟିଏ ଆପେଲ ଗଛ ମିଳିଗଲା। ସୋନୁ ସେଇ ଗଛ ପାଖକୁ ଗଲା। ଠିକ୍ ସେତିକି ବେଳେ ଗୋଟିଏ କାଉ ଆସି ସେଠାରେ ଆସି ପହଞ୍ଚିଗଲା। ଆରେ ସୋନୁ, ଏତେ ବର୍ଷାରେ ତୁ ଏଠି କ'ଣ କରୁଛୁ? ଆରେ କାଉ, କ'ଣ କରିବି? ଏଇ ବର୍ଷାରେ ମୋର ଘର ଭାଙ୍ଗିଗଲା। ଏବେ ଗୋଟିଏ ବଡ଼ ଗଛର ପତ୍ରରେ ମୁଁ ଗୋଟିଏ ଘର ତିଆରି କରିଛି, ଆଉ ସେଠି ଆମେ ରହୁଛୁ। ସୋନୁ, ମୁଁ ଶୁଣିଛି କି ବର୍ଷା ଆହୁରି କିଛି ଦିନ ହେବ। ତୁ କୋଉ ସାଙ୍ଗସାଥି ଘରକୁ ଚାଲିଯା। ମୁଁ ବି କାଲି ମୋ ଶ୍ୱଶୁର ଘରକୁ ଯାଉଛି। ହଁ କାଉ, ମତେ ବି ମୋ ଘର ଭାଙ୍ଗି ଯିବାର ଡର ରହିଛି, ତେଣୁ ମୁଁ ସେୟା ହିଁ କରିବି। ଆଉ କାଉ ସେଠାରୁ ଚାଲିଗଲା। ଆଉ ସୋନୁ ମଧ୍ୟ ଖାଦ୍ୟ ନେଇ ଚାଲି ଆସିଲା। ଆରେ ସୋନୁ, କ'ଣ ହେଲା? ଏତେ ଚିନ୍ତା କରୁଛ? କ'ଣ ହୋଇଛି କି ତମର? ରାନୁ, ଏ ବର୍ଷା ଆହୁରି କିଛି ଦିନ ହେବ। ସମସ୍ତେ ନିଜ ସାଙ୍ଗସାଥି ଘରକୁ ଚାଲି ଯାଉଛନ୍ତି। ଆମ ପତ୍ରର ଘର କେତେବେଳେ ବି ଭାଙ୍ଗି ଯାଇପାରେ। ଆସ କୋଉଠିକି ଯିବା ରହିବା ପାଇଁ। କ'ଣ କରିବା ଆମେ? ମାମା, ମୋ ସାଙ୍ଗ ରାନିକା ଆଣ୍ଟିଙ୍କ ଘରକୁ ରହିବାକୁ ଯିବା ଚାଲ। ଝିଅ, ତୁ ଠିକ୍ କହିଛୁ। ରାନୁ, ସେ କ'ଣ ଆମକୁ ତାଙ୍କ ଘରେ ରହିବାକୁ ଦେବେ? ହଁ, ସୋନୁ ମୋ ସାଙ୍ଗ, ଭାରି ଭଲ, ସେ କିଛି କହିବନି। ତାପରେ 3 ଜଣ ସାଥୀ ହୋଇ ରାନିକା ଘରକୁ ଗଲେ। ରାନିକା ଭଉଣୀ, ରାନିକା ଭଉଣୀ, କୁଆଡ଼େ ଗଲ? କବାଟ ଟିକେ ଖୋଲ। ରାନୁ ଭଉଣୀ, ତମେ ଏଠି? ହଁ, ଆମ ଜଙ୍ଗଲରେ ବହୁତ ବର୍ଷା ହେଉଛି। ବର୍ଷା ଯୋଗୁଁ ଆମ ଘର ଭାଙ୍ଗି ଯାଇଛି। ଆମକୁ ତମ ଘରେ କିଛି ଦିନ ରହିବାକୁ ଦବ? ହଁ ହଁ ରାନୁ ଭଉଣୀ, ତମେ 3 ଜଣ ଆମ ଘରକୁ ଆସ। ତାପରେ ପାରା ସେମାନଙ୍କୁ ଘର ଭିତରକୁ ନେଲା। କିଛି ସମୟ ପରେ ପାରା ସ୍ୱାମୀ ସେଠାରେ ଆସି ପହଞ୍ଚିଗଲା। ଆରେ, ଏମାନେ କିଏ? ଏଠି କ'ଣ କରୁଛନ୍ତି? ଆମ ଘରକୁ କାହିଁକି ଆସିଛନ୍ତି? ଏମାନେ ହେଉଛନ୍ତି ମୋ ସାଙ୍ଗ। ତାଙ୍କ ଘର ବର୍ଷାରେ ଭାଙ୍ଗି ଯାଇଥିବାରୁ ସେମାନେ ଏଠାକୁ ଆସିଛନ୍ତି। କ'ଣ ହେଲା? ଏମାନେ ଏଠି ରହିବେ? ମୋ ଘର ବହୁତ ଛୋଟ, ଏମାନେ ଏଠି ରହିପାରିବେନି। ଆରେ, କିଛି ଦିନର ତ କଥା, ସେମାନେ ଏଠି ରୁହନ୍ତୁ। ତାହେଲେ ଗୋଟେ କାମ କର, ତୁ ବି ଏମାନଙ୍କ ସହ ଘରୁ ପଳା। ନା ନା ଭାଇ, ଥାଉ, ତମେ ପାରା ଭଉଣୀକୁ ଘରୁ ବାହାର କର ନାହିଁ। ଆମେ ଏଠୁ ପଳଉଛୁ। ତାପରେ ସେ 3 ଜଣ ସେଠୁ ଚାଲିଗଲେ। କିଛି ବାଟ ଗଲା ପରେ, ରାନୁ, ଏଇ ବାଟରେ ମୋ ସାନ ଭାଇ ଗୁନୁର ଘର ପଡ଼ିବ। ଚାଲ ଆମେ ସେଠିକି ଯିବା। ଏମିତି କହି ସେମାନେ ସେଠାକୁ ଚାଲିଲେ। ତା ଘରେ ପହଞ୍ଚିଗଲେ। ଆରେ ମୁନୁ ଭାଇ, କବାଟ ଟିକେ ଖୋଲ। ମୁଁ ତ ବଡ଼ ଭାଇ ସୋନୁ କହୁଛି। ଏବଂ ଶେଷରେ ଗୁନୁ କବାଟ ଖୋଲିଲା ଏବଂ ଦୁହେଁ ସେଠି ଆରାମରେ ସେ 3 ଜଣ ସେଠାରେ ରହିଲେ। ନମସ୍କାର ଦର୍ଶକ ବନ୍ଧୁ, ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ
ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯଦି ଆପଣମାନେ ଏହିପରି କାର୍ଟୁନ ଭିଡ଼ିଓ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଥ୍ୟାଙ୍କ ୟୁ।